ମୁଁ ଭାବୁଛି ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଆଉ କେହି ଆସିବେ ନାହିଁ ଆପରେ ତେଣୁକରି କେଉଁ ହଲ୍ରେ ଲାଗିବ ଏମାନେ ଡିସାଇଡ୍ କରିପାରିବେନି ସିଏ ମୁମ୍ବାଇରୁ ବସିକି ଡିସାଇଡ୍ କରିବେ ବାସ୍ତବ ଭଳିଆ ପିକ୍ଚର ଲୋକ ଚାହୁଁଛନ୍ତି ଦେଖିବା ପାଇଁ ହ୍ୱେରାଜ୍ ଏମାନେ ଦେଉଛନ୍ତି ତାକୁ ସମୟ ସକାଳ 10ଟାରେ ଶୋ ଟାଇମ୍ଟା ଏଇଠି 11ଟାରେ ଦେଇଛନ୍ତି ଦିନ 11ଟାରେ କାହାର କିଏ ଅଫିସ୍ କାମ ଛାଡ଼ିକି ଆସିକି ମୁଭି ଦେଖିବେ ମାନେ ଆଜ୍ଞା ଚାରିଧାମ ପିକ୍ଚର ଯଦି କିଛି ନଥାଇକି ସେ ପିକ୍ଚରକୁ 2 ମାସ ରଖିପାରୁଛନ୍ତି ହଲ୍ରେ 4ଟି ଲୋକ ମାତ୍ର ଅଛନ୍ତି ତେବେ ବି ସେ ପିକ୍ଚର ଚାଲିବ ଥାମା ପିକ୍ଚର ଆସିଲା ସମସ୍ତଙ୍କୁ ବନ୍ଦ କରିଦେଲେ ଥାମା ପିକ୍ଚରରେ 6ଟା ଲୋକ ହେଉନାହାନ୍ତି ତେବେ ବି ସେ ଚାଲିବ କାରଣ ସେମାନେ ଡିଷ୍ଟ୍ରିବ୍ୟୁସନ୍ ଦାୟିତ୍ୱରେ ଅଛନ୍ତି ଆମେ କୋଟି କୋଟି ଟଙ୍କା ଖର୍ଚ୍ଚ କରିବୁ ପିକ୍ଚରରେ ଆମେ ଏଇଠି କ'ଣ ସକାଳ 10ଟା ଶୋ ନେବୁ ଏତେ ବଦମାସି ସବୁ କରୁଛନ୍ତି ଇଣ୍ଡଷ୍ଟ୍ରିରେ ଏକତା ନାହିଁ ଏକତା ରହିଲେ ଏଇଭଳିଆ ହୁଅନ୍ତାନି ମୁଁ ଭାବୁଛି ସମସ୍ତେ ଏକଜୁଟ ହେଇ ଯେଉଁଦିନ ହେଇଯିବେ ଓଡ଼ିଶା ଗଭର୍ଣ୍ଣମେଣ୍ଟ ମଧ୍ୟ ହସ୍ତକ୍ଷେପ କରିବା ଉଚିତ ମୁଁ ତ ଭାବୁଛି କରିବା ଉଚିତ ନୁହଁ ଯେଉଁମାନେ କରୁଛନ୍ତି ଏବେ ଭୁଲ ପଦକ୍ଷେପ ବୋଲି ମୁଁ ଭାବୁଛି କାରଣ ଏଇଟା ମୋର ଚତୁର୍ଥ ପିକ୍ଚର ଆପରେ ବୋଧେ ଆଉ ଆମେ କରିବା ପାଇଁ ଚାହିଁବୁନି ଯେଉଁ 2-3ଟା ପୁରୁଣା ଡିଷ୍ଟ୍ରିବ୍ୟୁସନ୍ ଦାୟିତ୍ୱରେ ଅଛନ୍ତି ମାରୱାଡ଼ି ଦଳ ସେମାନେ ଚାହୁଁନାହାନ୍ତି ଓଡ଼ିଶା ବିଜନେସ୍ କିଛି ପ୍ରମୋଟ ହଉ ସେମାନେ ଯଦି କହିଲେ କ'ଣ ହୁଅନ୍ତାନି ସେମାନେ ଯଦି ଜିଦି କରିବେ ନାହିଁ ଆମର 5ଟା ବେଳେ ଏଇ ଶୋଟି ଲାଗିବ ବାସ୍ତବ ଆସିଛି ମାନେ 5ଟା ବେଳେ ଶୋ ଲାଗିବ ଏ ଜିନିଷ ଟିକେ କହିବା ପାଇଁ ପ୍ରସ୍ତୁତ ନାହାନ୍ତି ସେମାନେ ବହୁତ ଟଙ୍କା ମାଗନ୍ତି ଯେଉଁଟାକି ଆମେ ବି ଦେଇପାରିବୁନି ସମ୍ଭବ ନୁହଁ ନିଶ୍ଚିତ ଭାବରେ ତାଙ୍କର 3 ଲକ୍ଷ 5 ଲକ୍ଷ 10 ଲକ୍ଷ ସବୁ ସ୍କିମ୍ ଅଛି ସେଇ ସ୍କିମ୍ ଅନୁସାରେ ଆମେ ଏତେ ପଇସା ଦେଇପାରିବୁନି ଓଡ଼ିଆ ପିକ୍ଚର କେତେ ଆମେ କମେଇବୁ ଯେ ଆପଣ ତ ଯେଉଁ ବଡ଼ ଦୁଃଖର ବିଷୟ ଓଡ଼ିଶା ଫିଲ୍ମ ଇଣ୍ଡଷ୍ଟ୍ରିକୁ ଏତେ ନିମ୍ନ ସ୍ତରରେ ଆଜି ଦେଖାଯାଉଛି ମୁଁ ଭାବୁଛି ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଆଉ କେହି ଆସିବେ ନାହିଁ ଆପରେ ଯଦି ଏଇଭଳିଆ ଅବସ୍ଥା ରହିବ ଆପଣ ଚିନ୍ତା କରନ୍ତୁ ଆମେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିବୁ ମୁଭିରେ ଏଠି ଡିଷ୍ଟ୍ରିବ୍ୟୁସନ୍ ଦାୟିତ୍ୱରେ ଯେଉଁମାନେ ଅଛନ୍ତି ତାଙ୍କର କିଛି ପାୱାର ନାହିଁ ପାୱାର ଯାକ ସବୁ ମୁମ୍ବାଇରେ ତେଣୁକରି କେଉଁ ହଲ୍ରେ ଲାଗିବ ଏମାନେ ଡିସାଇଡ୍ କରିପାରିବେନି ସିଏ ମୁମ୍ବାଇରୁ ବସିକି ଡିସାଇଡ୍ କରିବେ ବାସ୍ତବ ଭଳିଆ ପିକ୍ଚର ଲୋକ ଚାହୁଁଛନ୍ତି ଦେଖିବା ପାଇଁ ହ୍ୱେରାଜ୍ ଏମାନେ ଦେଉଛନ୍ତି ତାକୁ ସମୟ ସକାଳ 10ଟାରେ ଶୋ ଟାଇମ୍ଟା ଏଇଠି 11ଟାରେ ଦେଇଛନ୍ତି ଦିନ 11ଟାରେ କାହାର କିଏ ଅଫିସ୍ କାମ ଛାଡ଼ିକି ଆସିକି ମୁଭି ଦେଖିବେ ଏଇଟା କ'ଣ ସମ୍ଭବପର ये जो जिनस ओडिशा रे एबे करूचंदी ओडिया पिक्चर माननकु बंद करिया पे गोटे चक्रांत चली ये निश्चित भाव में एथिरे ओडिशा सरकार मध्य हस्तक्षेप करवा उचित एमाने अन्य राज्य टू शिखिबा उचित मध्य प्रदेश हो छत्तीसगढ़ हो 50% 60% सब्सिडी दौरान पिक्चर मानकरे सब्सिडी देकी सेठी पिक्चर करिकी तांकर पिक्चर को से माने प्रमोट करूचंदी व्हेराज ओडिशा गवर्नमेंट रे अनु नांती आम मूवी जेतले ओडिशा रु गला जेतले बंद कर दिया गला ई हॉल रु तापर आमे बहुत चेष्टा करी पुणी आउ थे लगेलु बट ये जो आमे डिस्ट्रीब्यूशन जी दायित्व अच्छन तांको बहुत चेष्टा कला परे से देइचंदी पुणी कालिठू बंद लाभ कौन हाँ कालिठू बंद किछि नहीं एबे आपण आउ बुक माई शो रे शो करूनी आपण देखंतु ये गोटे हीन चक्रांत ये निश्चित भाव में माने आज्ञा चारिधाम पिक्चर जदि किछि न थाई कि से पिक्चर को 2 मास रखी पारछंती हॉल रे 4टी लोक मात्र अछंती तेबे भी से पिक्चर चलिवो थामा पिक्चर आसिला समस्त को बंद कर देला थामा पिक्चर 6टा लोक होउनांती तेबे भी से चलिवो कारण से माने डिस्ट्रीब्यूशन दायित्व रे अछंती आगे ओडिसा रु विदाय कर दवा कथा जो मारवाड़ी जो भलिया होउचंदी एठी से मानको सब आगे बंद कर दवा उचित ओडिसा रे से माने रहिबा उचित न आमे कोटी कोटी टंका खर्च करिवु पिक्चर रे आमे एठी कोन सकाळ 10टा शो नबु एते बदमाशी सब करछंती एमाने चाहूनांती ओडिशा रे किछि मूवमेंट हो एमानक से हिंदी पिक्चर जगह आसिले से व्यापार को देखिबे व्यापार न देखिकी से माने अन्य सब देखुनांती जहा फल रे आज सबु प्रोड्यूसर खाली मो कथा मु कहूनी जेते प्रोड्यूसर ओडिशा मार्केट रे अछंती सब घरे बसी गलेनी जेते म्यूजिक डायरेक्टर सब घरे बसी गलेनी कलाकार मानकर ओडिशा रे स्थान नै आमे भाबुतलु कलाकार मानकु आमे प्रमोट करिवा ओडिशा रे वर्ष को 2-3टा पिक्चर करिवा भलो इंडस्ट्री को आउरी डेवलप करिवा से जो आमे मानसिक स्तर रे चिंता करथुलु सेटा हेई परिवनी एठी मानसिक स्तर रे बहुत गति करूछु काहे ना ए जो पिक्चर रे आमे जो भलिया परिश्रम करिके आज एते सुंदर भाव रे से गीत हो आज तो देखंतु आम गीत रिंगटोन रे लोक लगई सालेनी आम व्यूअर्स लक्ष लक्ष व्यूअर्स अछन आज्ञा हाउसफुल हंदा संध्या 5टा 6टा बेलू देले सब दिन हाउसफुल हबो ये जानी शुणी के एटा बदमाशी सब आपन के माने सिनेपोलिस रे दौना आइनक्स रे दौना आंकर उद्देश्य अलग
କିଛି ଦେବେନି ଏମାନେ କିଛି ଦେବେନି ଏମାନେ ଓଡ଼ିଶାରେ ପ୍ରମୋଟ କରିବା ପାଇଁ ଚାହୁଁନାହାନ୍ତି ଓଡ଼ିଆ ପିକ୍ଚର ସବୁ ଓଡ଼ିଶା ହିରୋ ଓଡ଼ିଶା ହିରୋଇନ୍ ସବୁ ନଷ୍ଟ ହେଇଯାଆନ୍ତୁ ତାଙ୍କର କିଛି ଚିନ୍ତା ନାହିଁ ଏମାନେ ଇଣ୍ଡଷ୍ଟ୍ରିଟାକୁ ନଷ୍ଟ କରିବା ପାଇଁ ଚକ୍ରାନ୍ତରେ ଅଛନ୍ତି ତେଣୁକରି ପ୍ରଡ୍ୟୁସର ଆସୋସିଏସନ ମାନଙ୍କୁ ଯେଉଁମାନେ ସଭାପତି ଅଛନ୍ତି ଆଜ୍ଞା ଆମର ଏକତା ନାହିଁ ଇଣ୍ଡଷ୍ଟ୍ରିରେ ଏକତା ନାହିଁ ଏକତା ରହିଲେ ଏଭଳିଆ ହୁଅନ୍ତାନି ମୁଁ ଭାବୁଛି ସମସ୍ତେ ଏକଜୁଟ ହେଇ ଯେଉଁଦିନ ହେଇଯିବେ ଓଡ଼ିଶା ଗଭର୍ଣ୍ଣମେଣ୍ଟ ମଧ୍ୟ ହସ୍ତକ୍ଷେପ କରିବା ଉଚିତ ଏଇଟା ନ୍ୟାସନାଲ ଲେବୁଲରେ ଯେଉଁମାନେ ମୁମ୍ବାଇରେ ବସିଛନ୍ତି ଡିଷ୍ଟ୍ରିବ୍ୟୁସନ ଦାୟିତ୍ୱରେ ସେମାନଙ୍କୁ ଗୋଟେ କଣ୍ଡିସନ କରିବେ ପ୍ରତ୍ୟେକ ଡିଷ୍ଟ୍ରିକ୍ଟ କଲେକ୍ଟର ମାନେ ଓଡ଼ିଆ ପିକ୍ଚର ଆସିଲେ ପ୍ରାୟୋରିଟିରେ ସନ୍ଧ୍ୟା 5ଟା ବେଳ ଶୋ ଦିଆଯିବ ବାଧ୍ୟ ଦେବାକୁ ବାଧ୍ୟ ଏ ଯେଉଁ କଣ୍ଡିସନ ନିଶ୍ଚିତ ଭାବରେ ଦୟା କରୁଛନ୍ତି ବୋଲି ଭାବୁଛନ୍ତି ସେମାନେ ଆପଣ ଦେଖନ୍ତୁ ଏବେ ତାଙ୍କର ହଲ୍ ଖାଲି ଥିଲା 3 ଦିନ ଆମକୁ ଦେଇଦେଲେ ପୁଣି କାଲିଠୁ ତାଙ୍କର ଆଉ ଗୋଟେ ପିକ୍ଚର ସମ୍ପୂର୍ଣ୍ଣ କ'ଣ ଆସୁଛି ଆମକୁ ବନ୍ଦ ପୁଣି ନୂଆ ଆଉ ଗୋଟେ କାହାକୁ ଦେଇଦେବେ ତାଙ୍କର ଉଦ୍ଦେଶ୍ୟ ଅଲଗା ଆଜ୍ଞା ଉଦ୍ଦେଶ୍ୟ ଗୋଟେ ଅଲଗା ଉଦ୍ଦେଶ୍ୟରେ ଏମାନେ ଚାଲିଛନ୍ତି ମୁଁ ତ ଭାବୁଛି କରିବା ଉଚିତ ନୁହଁ ଯେଉଁମାନେ କରୁଛନ୍ତି ଏବେ ଭୁଲ ପଦକ୍ଷେପ ବୋଲି ମୁଁ ଭାବୁଛି କାରଣ ଏଇଟା ମୋର ଚତୁର୍ଥ ପିକ୍ଚର ଆପରେ ବୋଧେ ଆଉ ଆମେ କରିବା ପାଇଁ ଚାହିଁବୁନି ଯାହା ପାଇଁ କରିବା ଆମେ ଚାହୁଁଛୁ ଓଡ଼ିଶାର କଳାକାରମାନଙ୍କୁ ବଞ୍ଚେଇବା ପାଇଁ ଯେତେ ସୁପରଷ୍ଟାର ଆସିଗଲା ଆଜ୍ଞା ହଲ୍ରେ ନଥିଲେ ଆପଣ କ'ଣ ଘରେ ନେଇକି ଦେଖିବେ ଖାଲି କ'ଣ ସୁପରଷ୍ଟାରରୁ କ'ଣ ମିଳିବ ଆମେ ପା ମୁମ୍ବାଇରୁ ସୁପରଷ୍ଟାର ଆଣିକି ପଇସା ଲଗେଇକି ଖର୍ଚ୍ଚ କରିଥିଲୁ କ'ଣ ମିଳିବ ଆଜ୍ଞା ଭଲ ଯେତେ କଳାକାର ଆଣନ୍ତୁ ଯାହାକୁ ଆଣନ୍ତୁ କିଛି ଉଦ୍ଦେଶ୍ୟ ନାହିଁ ଏଇଠି ପା ଅଲଗା ଉଦ୍ଦେଶ୍ୟରେ ରହିଛି ସଂସ୍ଥା ସେଇଟା ଆପଣ ଦେଖିବେ ଆମ ପ୍ରଡ୍ୟୁସର ଆସୋସିଏସନର ସେକ୍ରେଟାରୀ ପ୍ରେସିଡେଣ୍ଟ ସମସ୍ତେ ଅଲରେଡ଼ି ତଥ୍ୟ ଆପଣଙ୍କୁ ଦେଇସାରିଲେଣି କ'ଣ ହେଉଛି ଓଡ଼ିଶାରେ ସେଇଟା ଆପଣମାନଙ୍କୁ ଅଲରେଡ଼ି ତଥ୍ୟ ଦେଇଛନ୍ତି ତଥ୍ୟକୁ ବଜାନ୍ତୁ ସରକାର ଜାଣନ୍ତୁ ଓଡ଼ିଶାବାସୀରେ କ'ଣ ଚାଲିଛି ଓଡ଼ିଶା ମାଟିରେ ଓଡ଼ିଶା ମାଟିକୁ କ'ଣ ଦିଆଯାଉଛି ସେଇଟା ଆପଣ ଚିନ୍ତା କରନ୍ତୁ ମୁଁ ତ ଭାବୁଛି ମୋତେ ଯେଉଁଦିନ ଦାୟିତ୍ୱ ଦେବେ ଫିଲ୍ମ ଇଣ୍ଡଷ୍ଟ୍ରିରେ ମୁଁ ଆଗେ 60% ସବସିଡ଼ି ଦେଇଦେବି ଆଜ୍ଞା ଆମର ଦାରିଙ୍ଗବାଡ଼ି ଅଛି ଆମର କୋରାପୁଟ କଳାହାଣ୍ଡି ବଢ଼ିଆ ବଢ଼ିଆ ଜାଗା ଅଛି ଏତେ ବଢ଼ିଆ ଖଣ୍ଡାଧାର ଅଛି ଏତେ ସୁନ୍ଦର ସୁନ୍ଦର ଜାଗା ଅଛି ସୁଟିଂ ଆମେ କରିବୁ ବଢ଼ିଆ କିନା ସୁଟିଂଟେ କରେଇବୁ ସୁଟିଂ ହେଇଗଲା ପରେ ପିକ୍ଚର କମ୍ ପଇସାରେ ସୁଟିଂ ହେବ ଟଙ୍କା 20-30 ଲକ୍ଷ 50 ଲକ୍ଷରେ ବି ସୁଟିଂ ହେଇକି ବଢ଼ିଆ ବଢ଼ିଆ ପିକ୍ଚର ମୁଭି କରିପାରିବେ ତାପରେ ଆମେ ଡିଷ୍ଟ୍ରିବ୍ୟୁସନଟାକୁ ଆମେ ଓଡ଼ିଶା ଗଭର୍ଣ୍ଣମେଣ୍ଟ କଣ୍ଟ୍ରୋଲରେ ନେଇଯିବୁ ଆଜ୍ଞା ଆକ୍ସନ୍ ଦେଖନ୍ତୁ ବର୍ତ୍ତମାନ ଡିଷ୍ଟ୍ରିବ୍ୟୁସନଟା ଯେହେତୁ ମୁମ୍ବାଇ କଣ୍ଟ୍ରୋଲରେ ଅଛି ଏଠି କିଛି କେହି କରିପାରୁନାହାନ୍ତି ଯେଉଁ 2-3ଟା ପୁରୁଣା ଡିଷ୍ଟ୍ରିବ୍ୟୁସନ ଦାୟିତ୍ୱରେ ଅଛନ୍ତି ମାରୱାଡ଼ି ଦଳ ସେମାନେ ଚାହୁଁନାହାନ୍ତି ଓଡ଼ିଶା ବିଜନେସ୍ କିଛି ପ୍ରମୋଟ ହେଉ ସେମାନେ ଯଦି କହିଲେ କ'ଣ ହୁଅନ୍ତାନି ସେମାନେ ଯଦି ଜିଦି କରିବେ ନାହିଁ ଆମର 5ଟା ବେଳେ ଏଇ ଶୋଟି ଲାଗିବ ବାସ୍ତବ ଆସିଛି ମାନେ 5ଟା ବେଳେ ଶୋ ଲାଗିବ ଏ ଜିନିଷଟି କେହି କହିବା ପାଇଁ ପ୍ରସ୍ତୁତ ନାହାନ୍ତି ଏମାନେ କହିବା ପାଇଁ ଚାହୁଁନାହାନ୍ତି ଆଉ କହିବା ପାଇଁ ଯେହେତୁ ଚାହୁଁନାହାନ୍ତି ସେଇଟା ପାଇଁ ଆମେ କେହି କିଛି କରିପାରିବାନି ଆମେ କେବଳ ଏମିତି ଝଗଡ଼ା କରିକି ଆପଣ ନା ସେ ଜିନିଷ ଆମେ କେବେ ଚିନ୍ତା କରିନୁ ବଟ୍ ନିଶ୍ଚିତ ଭାବରେ ଗୋଟେ ଡିଷ୍ଟ୍ରିବ୍ୟୁସନ ଦାୟିତ୍ୱରେ ଯେଉଁମାନେ ରହିଲେ ସେମାନେ ବହୁତ ଟଙ୍କା ମାଗନ୍ତି ଯେଉଁଟାକି ଆମେ ବି ଦେଇପାରିବୁନି ସମ୍ଭବ ନୁହଁ ନିଶ୍ଚିତ ଭାବରେ ତାଙ୍କର 3 ଲକ୍ଷ 5 ଲକ୍ଷ 10 ଲକ୍ଷ ସବୁ ସ୍କିମ୍ ଅଛି ସେଇ ସ୍କିମ୍ ଅନୁସାରେ ଆମେ ଏତେ ପଇସା ଦେଇପାରିବୁନି ଓଡ଼ିଆ ପିକ୍ଚର କେତେ ଆମେ କମେଇବୁ ଯେ ଆପଣ ଦେବୁ ଯେଉଁ 10 କୋଟି କମେଇଲେ ମୁଁ ତ କାହିଁ କିଛି ଦେଖେନି ସେ ଯାକ ସବୁ ମିଥ୍ୟା ପ୍ରଚାର ଓଡ଼ିଆ ପିକ୍ଚର ଆପଣ ଦେଖନ୍ତୁ ହଲ୍ରେ ଯେଉଁ ଅବସ୍ଥା ଲୋକ ଦେଖିବା ପାଇଁ ଆସୁନାହାନ୍ତି ଆମେ କେମିତି ତାକୁ ପ୍ରମୋଟ କରିଥାନ୍ତୁ ଆମେ ନିଶ୍ଚିତ ଭାବରେ ବହୁତ ମିଡ଼ିଆ ଡିଜିଟାଲ ମିଡ଼ିଆରେ ଆମେ ବହୁତ ପ୍ରମୋଟ କରିକି ଆଗେଇକି ବଢ଼େଇଥିଲୁ ଆମେ ଚାହିଁଥିଲୁ ଯେ କିଛି ଭଲ ପ୍ରମୋସନ୍ ହେଲେ ଲୋକ ଆସିବେ ଦେଖିବେ ଆଉ ବାସ୍ତବିକ ଆପଣ ଦେଖନ୍ତୁ ଗୋଟେ ବାସ୍ତବ ପିକ୍ଚରଟାକୁ ଆମେ ଏତେ ସୁନ୍ଦର ଭାବରେ କରିଥିଲୁ ତାର ଉଦ୍ଦେଶ୍ୟ ଅଲଗା ଥିଲା ତେଣୁକରି ସେ ଉଦ୍ଦେଶ୍ୟଟାକୁ ଏମାନେ ପ୍ରତିଫଳିତ କରିବା ପାଇଁ ଦେଲେ ନାହିଁ ଯାହାଫଳରେ ବର୍ତ୍ତମାନ ପ୍ରଡ୍ୟୁସର ଆସୋସିଏସନ୍ ଯେଉଁ ଆମେ ଅଛୁ ସବୁ ଗ୍ରୁପରେ ମୁଁ ତ ନିଶ୍ଚିତ ଭାବରେ ଆମେ ନେକ୍ସଟ ମିଟିଂରେ କହିବୁ ଏଭଳିଆ ଷ୍ଟେପ୍ ନିଅନ୍ତୁ ଯେଉଁ ଭଳିଆ ଆମ କଣ୍ଟ୍ରୋଲରେ ଆସିବା ଦରକାର ଦେଖନ୍ତୁ ମୁଁ ତ ବର୍ତ୍ତମାନ ଆଜିର ଡେଟ୍ରେ ଯଦି ମୋତେ ପଚାରିବେ ଆମେ ସବୁ ହତାଶ ହେଇଯାଇଛୁ ଯେଉଁମାନେ ବି ପ୍ରଡ୍ୟୁସର ଅଛନ୍ତି କେହି ଆଉ ଚାହିଁବେନି ଆଗକୁ ଯେତେ ଭଲ ଭଲ ପ୍ରଡ୍ୟୁସର ଦେଖନ୍ତୁ ବଡ଼ ବଡ଼ ଇଣ୍ଡଷ୍ଟ୍ରିରେ ସବୁ ଥିଲେ ଓଡ଼ିଶାରେ ଅତୀତରେ ସବୁ ସାଇଡ୍ ହେଇଗଲେଣି କେହି ରହିବା ପାଇଁ ଚାହୁଁନାହାନ୍ତି ଯେତେ ପ୍ରଡ୍ୟୁସର ସବୁ ସାଇଡ୍ ହେଇଗଲେଣି